नमस्कार ମୁଁ ରଶ୍ମିତା ମୋ ଚ୍ୟାନେଲ୍ ଟେଷ୍ଟ ମାଇ ବେଷ୍ଟ ରେସିପିଜ୍ରେ ଆପଣମାନଙ୍କର ବହୁତ ବହୁତ ସ୍ୱାଗତ। ଆଜି ଆମେ ପ୍ରସ୍ତୁତ କରିବା ରଜ ସ୍ପେଶାଲ ପୋଡ଼ ପିଠା। ତା ପାଇଁ ମୁଁ ଏଠାରେ ନେଇଛି ଗୋଟେ ବୋଲ୍ ଚାଉଳ ଗୁଣ୍ଡ, ଗୋଟେ ବୋଲ୍ ଗୁଡ଼, 150 ଗ୍ରାମ ପନିରକୁ ମୁଁ ଏଠାରେ ଗ୍ରେଟ୍ କରିକି ରଖିଛି। ଆପଣମାନେ ଚାହିଁଲେ ଛେନା ବି ବ୍ୟବହାର କରିପାରିବେ। କିଛି ପରିମାଣରେ କାଜୁ ଆଉ କିସମିସ୍, ଗୋଟେ ବଡ଼ ନଡ଼ିଆକୁ ମୁଁ ଏଠାରେ କରିକି ରଖିଛି। ଗୋଟେ ବୋଲ୍ ଚାଉଳ ଗୁଣ୍ଡରେ 3 ବୋଲ୍ ପାଣି। ଆମେ ଦେବା 2 ଚାମଚ ଘିଅ, କିଛି ଲୁଣ, ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଖଣ୍ଡେ ଅଦାକୁ ମଧ୍ୟ କରିକି ରଖିଛି, 5ଟି ଅଳେଇଚର ଗୁଣ୍ଡ। ଆମେ କଡ଼େଇ ବସାଇଲେ କଡ଼େଇରେ ଆମେ ଦେବା 3 ବୋଲ୍ ପାଣି। ପାଣିକୁ ଆମେ ଫୁଟିବାକୁ ଛାଡ଼ିଦେବା କିଛି ସମୟ। ପାଣି ଫୁଟି ଆସିଲାଣି, ଆମେ ଏ ଅବସ୍ଥାରେ ଆଡ଼୍ କରିବା ଗୁଡ଼। ଗୁଡ଼ଟି ଭଲ ଭାବରେ ମିଶିଯିବ। ତାପରେ ଆମେ ଆଡ଼୍ କରିବା ଗୋଟିଏ ବଡ଼ ନଡ଼ିଆର କୋରା, ଖଣ୍ଡେ ଅଦା, 5ଟି ଅଳେଇଚ, ଅଧା ଚାମଚ ଗୋଲମରିଚ ଗୁଣ୍ଡ, କିଛି ମାତ୍ରାରେ ଲୁଣ। ସବୁକୁ ଆମେ ଭଲ ଭାବେ ଗୋଳେଇ ନେବା। ସବୁ ଜିନିଷ ଭଲ ଭାବେ ମିଶିଗଲାଣି। ପିଠାର ବାସ୍ନା ବଢ଼ିଆ ଆସୁଛି। ଏବେ ଆଡ଼୍ କରିବା ଚାଉଳ ଗୁଣ୍ଡ, ଅଳ୍ପ ପରିମାଣରେ ଆଡ଼୍ କରିବା। ଭଲ ଭାବେ ଗୋଳେଇ ନେବା ଚାଉଳ ଗୁଣ୍ଡ। ବିଣ୍ଡା ହେବାକୁ ଦେବେନି, ଭଲ ଭାବେ ଗୋଳେଇବେ। ଏବେ ଆମେ ଆଡ଼୍ କରିବା ଆମର ଛେନା କି ପନିର। ଖାଇବାକୁ ବହୁତ ସୁଆଦିଆ ଲାଗେ। ଛେନାଟା ଆମର ସବୁ ଭଲ ଭାବେ ମିଶିଗଲାଣି। ଏବେ ଆମେ ଆଡ଼୍ କରିବା 2 ଚାମଚ ଘିଅ। ଆଡ଼୍ କରିବା କିଛି ପରିମାଣରେ କାଜୁ କିସମିସ୍। ଅଧା ଆଡ଼୍ କରିବା, ଅଧା ଆମେ ସେଟ୍ କଲା ଆଡ଼୍ କରିବା। ଖାଇବାକୁ ବହୁତ ଭଲ ଲାଗେ। ଆପଣମାନେ ଏହାକୁ ପସନ୍ଦ କଲେ ମୁଁ ଆଗକୁ ସୁଜି ପୋଡ଼ ପିଠା, ବିରି ପୋଡ଼ ପିଠା ସବୁ ଆପଣମାନଙ୍କ ସହିତ ସେୟାର କରିବି। ଆପଣମାନେ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହନ୍ତୁ, ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ ଆପଣମାନେ ଏପରି ଭିଡ଼ିଓ ପାଇପାରିବେ। ଯାହା ପାଣି ଅଛି ସବୁ ମରିଯିବ, ଚାଉଳ ପାଣିଟା ସବୁ ଟାଣି ନେବ। ମୁଁ କୁକରରେ ବେକ୍ କରିବି, ଆପଣମାନେ ଚାହିଁଲେ ମାଇକ୍ରୋୱେଭ୍ରେ ବି ବେକ୍ କରିପାରିବେ। ଏ ବୋଲରେ ମୁଁ ଘିଅ ଗ୍ରୀସ୍ କରିକି ରଖିଛି ପୂର୍ବରୁ। ଆମେ ଏଥିରେ ଦେବା ଆମ ଜନ୍ତୁଣି। ଚାଲନ୍ତୁ ଆମେ ଆଗ ବସାଇଦେବା କୁକର। ଗୋଟେ ପ୍ରେସର କୁକରରେ ଆମେ ଗୋଟେ ବୋଲ୍ ଲୁଣ ଦେବା, ତାକୁ 10 ମିନିଟ୍ ପାଇଁ ପ୍ରିହିଟ୍ କରିବା। 10 ମିନିଟ୍ ହେଇଗଲାଣି, ପ୍ରିହିଟ୍ ହେଇଗଲାଣି। ଆମେ ଏବେ ବୋଲ୍ଟାକୁ ତା ଭିତରେ ପସାଇବା। ଗ୍ୟାସର ଢାଙ୍କୁଣି ଥୋଇଦେବା। ଆମେ ଦେଖିବା ପିଠା ଆମର ବେକ୍ ହେଲା ନା ନାହିଁ। ଗୋଟେ ଚାମଚର ପଛ ସାଇଡ଼୍ଟା ଆମେ ପୁରିକି ଦେଖିବା। ଚାମଚ ଟିକେ ବି ଲାଗିଲାନି, ତାମାନେ ଆମ ପିଠା ପୁରାପୁରି ଭାବେ ପ୍ରସ୍ତୁତ ହେଇଗଲା। ୟାକୁ ମୋତେ କରିବାକୁ 1.5 ଘଣ୍ଟା ପାଖାପାଖି ଟାଇମ୍ ଲାଗିଲା। ଆପଣମାନେ ଦେଖିବେ ଯେତେବେଳେ ଚାମଚରେ କିଛି ଲାଗିବନି ସେତେବେଳେ ଚୁଲିକୁ ବନ୍ଦ କରିବେ। ଘଣ୍ଟାଏ 15 ମିନିଟ୍ ଭିତରେ ହେଇଯିବା କଥା। ଚାଲନ୍ତୁ ୟାକୁ କଟ୍ କରିବା।